ବାଲେଶ୍ୱରର ଯୁବ ସାମ୍ବାଦିକ ସ୍ୱର୍ଗତ ଶୁଭଙ୍କର ପିରିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱରର ପ୍ରମୁଖ ସ୍ଥାନୀୟ ଗଣମାଧ୍ୟମ ଶ୍ରୀ ଈଶ୍ୱର ଟିଭିର ନିର୍ଦ୍ଦେଶକ ଲୋକନାଥ ପିରିଙ୍କ ସୁପୁତ୍ର ତଥା ଯୁବ ସାମ୍ବାଦିକ ସ୍ୱର୍ଗତ ଶୁଭଙ୍କର ପିରିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଶ୍ରୀ ଈଶ୍ୱର ଟିଭିର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ ଓ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟର ତୃତୀୟ ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ଜାରି ରହିଥିବା ସପ୍ତାହବ୍ୟାପୀ ସାମାଜିକ କାର୍ଯ୍ୟ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାସ୍ଥିତ ଦି ନ୍ୟୁ ଲାଇଫ୍ ନିଶା ନିବାରଣ ଓ ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ ଏହି ଶିବିରକୁ ରାଜ୍ୟ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ବିଜେପି ଜିଲ୍ଲା ଉପସଭାପତି ଗୌରାଙ୍ଗ ଦାସ, ଭାସ୍କର୍ଯ୍ୟ ଶିଳ୍ପୀ ଉପେନ୍ଦ୍ର ଗିରି, ଯୁବ ସଂଗଠକ ବିକାଶ ପାଢ଼ୀ, ଜିଲ୍ଲା ରକ୍ତକେନ୍ଦ୍ର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଗୁଡୁ ଆମ ସମସ୍ତଙ୍କର ସ୍ନେହର ପିଲା ଥିଲା। ଆମେ ତାକୁ ସ୍ମରଣ କରିବା ପାଇଁ ଆଜି ଯେଉଁ ଈଶ୍ୱର ଟିଭି କୃପା ଯେଉଁ ଅର୍ଗାନାଇଜେସନ୍ ଫାଉଣ୍ଡେସନ୍ ତରଫରୁ ଯେଉଁ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରାହେଉଛି, ନିଶ୍ଚିତ ଏଇଟା ଗୋଟେ ମହତ୍ତ୍ୱ କାମ। ପୁଣି ଏଇଟା ନିଶା ନିବାରଣ ଭିତରେ କରାଯାଉଛି। ଆମେ ସମସ୍ତଙ୍କ ପାଇଁ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଭଳି କାର୍ଯ୍ୟକ୍ରମ କରିବା, କାରଣ ରକ୍ତ ମଣିଷର ଜୀବନ ନେଇଥାଏ, ରକ୍ତ ମଣିଷର ଜୀବନକୁ ଫେରାଇଥାଏ। ତେଣୁ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ଈଶ୍ୱର ଟିଭି ଗୁରୁର ସ୍ମରଣ ପାଇଁ ଯେଉଁ କରାଯାଉଛି, ମୁଁ ନିଶ୍ଚିତ ଆପଣମାନଙ୍କୁ ଅର୍ଗାନାଇଜେସନକୁ ସମସ୍ତଙ୍କୁ ଧନ୍ୟବାଦ ଦେମି। ଆଶା କରିମି ସମସ୍ତେ ଏଭଳି କାର୍ଯ୍ୟକ୍ରମକୁ ଭଲ ଦିନର ମହତ୍ତ୍ୱ ଦିନରେ ଏଭଳି କାର୍ଯ୍ୟକ୍ରମ କରନ୍ତୁ। ମୁଁ ବି ମଧ୍ୟ 10 ତାରିଖ ଦିନ ଏକ ବ୍ଲଡ଼ ଡୋନେସନ୍ ମେଗା ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରୁଛୁ। 1000 ପାଖାପାଖି ଆମେ କରିବା ବୋଲି ଆଶା ରଖିଛୁ। କିଛି ନହେଲେ 700-800 ତ ନିଶ୍ଚିତ ହେବ। ଆଶା କରିମି ଏଭଳି କାର୍ଯ୍ୟକ୍ରମ ସମସ୍ତେ କରନ୍ତୁ। ଆଉ ଯେଉଁମାନଙ୍କର ଉଦ୍ଦେଶ୍ୟର ଆଜି ଗୁଡୁର ଉଦ୍ଦେଶ୍ୟରେ ଆମେ କରୁଛୁ, ଗୁଡୁର ଆତ୍ମା ସଦ୍ଗତି ହେଉ, ସେ ଆଉ ଥରେ ଆମ ପାଖରେ ଜନ୍ମ ଗ୍ରହଣ କରୁ, ସେ ଏଭଳି ପିଲା ରହୁ, ଦେଶ ମାତୃକାର କାମ କରୁ। ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅଛି, ତାକୁ ସ୍ମରଣ କରିବା ପାଇଁ ସମସ୍ତେ ମନେ ରଖିବା ପାଇଁ ଜଣେ ଯୁବ ସାମ୍ବାଦିକ, ଜଣେ ଯୁବ ସମାଜସେବୀ ହିସାବରେ ବାଲେଶ୍ୱରରେ ନାମ କରିଥିଲେ। ତାଙ୍କୁ ବାଲେଶ୍ୱରରେ ବହୁତ ଲୋକ ଚିହ୍ନିଥିଲେ। ଗଳି କନ୍ଦି ସମସ୍ତଙ୍କ ପାଖରେ ସେ ଯେଉଁ ନ୍ୟୁଜ୍ କଲେକ୍ସନ୍ କରତେ ଯାଉଥିଲେ, ଅତି ଶ୍ରଦ୍ଧା ସୁନ୍ଦର ବ୍ୟବହାର ଥିଲା। ସେଥିପାଇଁ ସମସ୍ତେ ତାଙ୍କୁ ଅତି ଆପଣାର କରିନେଇଥିଲେ। ତାଙ୍କର ଯେଉଁ ଶ୍ରାଦ୍ଧ ବାର୍ଷିକୀ ଆସୁଛି, ସେଥିପାଇଁ ଈଶ୍ୱର ଟିଭି, ଈଶ୍ୱର ୱେଲଫେୟାର ଟ୍ରଷ୍ଟ ତରଫରୁ ଯେଉଁ ରକ୍ତଦାନ ଶିବିର ହୋଇଛି, ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯାହା ହେଉ ଭଗବାନଙ୍କ ଜଗନ୍ନାଥଙ୍କ କୃପାରୁ ଏହି ରକ୍ତଦାନ ନିଶ୍ଚିତ ଭାବରେ ଏହି ରକ୍ତ କିଛି ଲୋକଙ୍କର ଜୀବନକୁ ବଞ୍ଚେଇବ। ବହୁତ ରକ୍ତ ଅଭାବରୁ ଥାଲାସେମିଆ ପେସେଣ୍ଟ ବହୁତ ଅସୁବିଧାରେ ପଡ଼ୁଛନ୍ତି। ଆପଣଙ୍କର ଏଇ ଯେଉଁ ପ୍ରୟାସ ଅଛି ଅନୁଷ୍ଠାନର, ଆଉ ଏଇ ଯେଉଁ ନ୍ୟୁ ଲାଇଫ୍ ନିଶା ନିବାରଣ କେନ୍ଦ୍ରର ସମସ୍ତେ ଅନ୍ତେବାସୀମାନେ ରକ୍ତଦାନ କରୁଛନ୍ତି, ଇଏ ବି ନିଶ୍ଚିତ ଭାବରେ ଗୋଟେ ବହୁତ ପୁଣ୍ୟ କାମ ହେଉଛି। ଯେଉଁମାନେ ନିଶାରେ କବଳିତ ହେଉଛନ୍ତି, ତାଙ୍କୁ କେମିତି ଜୀବନର ମୁଖ୍ୟ ସ୍ରୋତକୁ ଆଣିବା, ତା ପାଇଁ ଯେଉଁ କାମ କରୁଛନ୍ତି, ଏଇଟା ନିଶ୍ଚିତ ଭାବରେ ଗୋଟେ ନୋବେଲ୍ ୱାର୍କ। ସାଧାରଣ ତ ଦେଖିବେ ଲୋକ ନିଶା ହେଇକି ତାଙ୍କ ଜୀବନଟାକୁ ନଷ୍ଟ କରିଦେଉଛନ୍ତି, ଆପଣ ତାଙ୍କୁ ପୁଣି ପରିବର୍ତ୍ତନ ଆଣୁଛନ୍ତି, ପରିବର୍ତ୍ତନ କରାଉଛନ୍ତି ବିଭିନ୍ନ ମାଧ୍ୟମରେ। ଏ ନିଶା ନିବାରଣ କେନ୍ଦ୍ରରେ ଧନ୍ୟବାଦ ଦେବି ଏ ନିଶା ନିବାରଣ କେନ୍ଦ୍ର ମାଲିକ, ଆପଣଙ୍କୁ ଧନ୍ୟବାଦ ଦେବି ଆମର ଏ ଈଶ୍ୱର ଟିଭିର ମାଲିକ, ଆମର ବଡ଼ ଭାଇ ପିରି ଭାଇ, ଆମ ଭାଉଜ, ସମସ୍ତଙ୍କୁ ମୋ ତରଫରୁ ଆଉ ଥରେ ଧନ୍ୟବାଦ ଏ ସୁନ୍ଦର ଆୟୋଜନ କରିଥିବା ପାଇଁ। ସମାଜସେବୀ ତଥା କେନ୍ଦ୍ରର ପରିଚାଳକ ବିକ୍ରମ କେଶରୀ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ନିଶା ନିବାରଣ କେନ୍ଦ୍ରର 40ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଆମ ଛୁଆ ଗୁଡୁ, ତାର ସ୍ମୃତିରେ ଆମେ ଆଜି ଈଶ୍ୱର ଟିଭି ଆଉ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଛି। ରକ୍ତଦାନ ଶିବିରଠୁ ମୋ ପାଇଁ ଯେଉଁଟା ଭାବନାତ୍ମକ କଥା ସେଇଟା ହେଉଛି ଯେ ଗୁଡୁ ଏଇଠି ଆସେ, ଏଇଠି ଖେଳେ, ବହୁତ ଆନନ୍ଦରେ ଆମ ପିଲାମାନଙ୍କୁ ବହୁତ ସେବା ଦେଇଛି। ବହୁତ ପ୍ରକାର କାର୍ଯ୍ୟକ୍ରମ, ଯେତେବେଳେ ବି କୌଣସି ବି କାର୍ଯ୍ୟକ୍ରମ ହେଇଛି ନିଶା ନିବାରଣ କେନ୍ଦ୍ରରେ, ସେ ସ୍ୱ ଇଚ୍ଛାରେ ଆସିକି ତାର ସାଧ୍ୟ ମତେ ଯେତିକି ଯୋଗଦାନ
ଫଟୋ ଉଠାଇବାଠୁ ପାଣି ଗ୍ଲାସ୍ ବହିବା ପର୍ଯ୍ୟନ୍ତ ସେ ଗୋଟେ ଆମର ସଦସ୍ୟ ଭଳିଆ କରିଛି। ତେଣୁ ଏଇଟା ତା ପାଇଁ ଘର ଅଙ୍ଗଣାଠୁ କିଛି କମ୍ ନୁହେଁ। ଯଦି ମୋ ଆଖିରୁ ଯଦି ଦେଖାଯିବ ତାହେଲେ ଏଇଟା ଗୁଡ଼ୁର ଘର। ତେଣୁ ଏଠାରେ ତା'ର ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆଉ ଏ ସୌଭାଗ୍ୟ ଆମକୁ ମିଳିଥିବାରୁ ମୁଁ ଈଶ୍ୱର ଟିଭିର ସମସ୍ତ କର୍ମକର୍ତ୍ତା ତଥା ତା'ର ସମ୍ପାଦକ ଲୋକନାଥ ପିରି ଏବଂ ତାଙ୍କର ସାଥୀମାନଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଧନ୍ୟବାଦ ଦେଉଛି। ଆଉ ଗୁଡ଼ୁର ସ୍ମୃତି ଉଚ୍ଚାରଣ କେବଳ ଗୋଟେ ବର୍ଷ ନୁହେଁ, ଆମେ ଚାହୁଁ ଯେ ଏମିତି କିଛି ଗୋଟେ ମାପଦଣ୍ଡ ତିଆରି ହେବ ଯାହାଦ୍ୱାରା ସମୟକ୍ରମେ ନିୟମିତ ବ୍ୟବଧାନରେ ଗୁଡ଼ୁକୁ ମନେ ରଖିପାରିବ। ଗୁଡ଼ୁ ବହୁତ କମ୍ ବୟସରେ ଗୋଟେ ଛୁଆ ଦେଖିବାଟା ଭାରି ବିରଳ। ବାପା ମାଆଙ୍କ ଭିତରେ ଗୋଟେ ଛୁଆ କ୍ୟାମେରା ଧରିକି ବାପା ସାଙ୍ଗରେ ବୁଲିକି ଏଇଟା ଜାଣିନି ହୁଏତ କ'ଣ କହୁଛି, କିନ୍ତୁ ଭାରି ଇମୋସନାଲ୍ କଥା ଏଗୁଡ଼ା। ଆଉ ମୁଁ ଦେଖିଛି ଆଖିରେ, ତା ସହିତ ମିଶିଛି, ସିଏ ବି ମୋତେ ବହୁତ ଭଲ ପାଏ, ମୁଁ ବି ବହୁତ ଭଲ ପାଏ। ଆସିଲେ ମୁଁ ତାକୁ କେବେ ଛାଡ଼େନି, କିମ୍ବା ଯାହା ହେଲେ କଣ୍ଟେ ଗୋଟେ ଖାଇକି ଯିବି। ଘର ଛୁଆ, ତେଣୁ ନିଶ୍ଚିତ ଭାବରେ ତା'ର ଏଠି ସ୍ମୃତି ଉଚ୍ଚାରଣ କରିବା ପାଇଁ ସୁଯୋଗ ମିଳିଥିବାରୁ ଆମେ ଧନ୍ୟ। ବାଲେଶ୍ୱର ରକ୍ତଭଣ୍ଡାରର ଲ୍ୟାବ୍ ଟେକ୍ନିସିଆନ୍ ରାଜେଶ ମିଶ୍ର, କ୍ଷୀରଚନ୍ଦ୍ର ବେହେରା, ସନ୍ତୋଷ କୁମାର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ସାମ୍ବାଦିକ ଲୋକନାଥ ପିରି, ସଭାପତି ସରୋଜ କୁମାର ସାହୁ, ସମ୍ପାଦିକା ଅମିତା ପିରି, ଶକ୍ତି କୁମାର ଦାସ, ମଞ୍ଜୁଲତା ଦାସ, ପ୍ରୀତିଲତା ପିରି ପ୍ରମୁଖ ପରିଚାଳନା କରିଥିଲେ। ଦି ନ୍ୟୁ ଲାଇଫ୍ ନିଶା ନିବାରଣ କେନ୍ଦ୍ରର ସମସ୍ତ ଅନ୍ତେବାସୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ। सेंट कॉलेज ऑफ नर्सिंग एंड पैरामेडिकल्स रे एडमिशन चली बीएससी नर्सिंग जीएनएम कोर्स पई जोगाजोग करंतु। सेंट कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।